ପିଲାଦିନେ ପ୍ରାୟତଃ ଓଟ ଘୋଡ଼ା ଓ ହାତୀ ଗାଁମାନଙ୍କୁ ଆସନ୍ତି। ଆମେ ସେହି ଓଟ ଘୋଡ଼ାରେ ବସି କେତେ ମଜା କରିଛେ। ସେଦିନ ଆଉ କାହିଁ ବ୍ୟସ୍ତବହୁଳ ଜୀବନରେ ନିଜ ଖୁସି ଓ ଜୀବନକୁ ଉପଭୋଗ କରିବାକୁ ଆମେ ଯେମିତି ଭୁଲିଗଲୁଣି। କିନ୍ତୁ ଟିକିଏ ଫୁର୍ସତ ହେଲେ ସେସବୁ କରିବାକୁ ମନ ଚାହେଁ, ଯାହା ମନକୁ ଖୁସି ଦେଇପାରେ। ଆଉ ସେହି ଅବସର ଆଣିଛି ବାଲିଯାତ୍ରା। ବାଲିଯାତ୍ରା ଶେଷ ଦିନରେ ପହଞ୍ଚିଥିବା ବେଳେ ସମସ୍ତେ ମନ ଭରି ଉପଭୋଗ କରିଛନ୍ତି। କିଣାକିଣି କରିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଓ ଦୋଳି ଖେଳିବାଠୁ ନେଇ ଓଟ ପିଠିରେ ବସି ମେଳା ବୁଲିବା ପର୍ଯ୍ୟନ୍ତ ସବୁ ତ ଏଇଠି। କିନ୍ତୁ ଏହି ଓଟ ପିଲାଙ୍କଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଆଣିଦେଇଛି ହସ। ଆସିଥିଲୁ ବାଲିଯାତ୍ରାରେ ଓଟରେ ବୁଲିଲୁ, ସପିଂ କଲୁ, ଭଲ ଲାଗିଲା ବହୁତ। ଏବେ ଫାଷ୍ଟ ଟାଇମ୍ ନା ଆଗରୁ ଛୋଟବେଳେ ବି ଆଉ ବସିଥିଲେ? ଆଉ ଛୋଟବେଳୁ ବି ଆସିଥିଲି, ଆଉ ବସିଥିଲି। डर लगिलानी? ना ना तो पहले भी बैठा था। अच्छा लगा? हाँ। डर नहीं लगा? नहीं। मजा आ रहा है बालीजात्रा? हाँ। आसलु बालजात्रा बुलाय पे ऑटोरे बसिलु भल लागला। सेकेंड टाइम एटा हैला, बट बुलाबुली भल लागला, बसिलु भी खुशी लागला बसिकी। चारियाडे भी देखिया को भल लागला। ना ना डर लागलानी, ऑब्वियस थिला, बट भल लागला बसिकी, खुशी भी लागला बहुत। ऑटोरे गलो भल लागला ना, भल फ्री लागला, ये रिलैक्स भी लागला टिके। सब एंजॉय देखिलु, बुली ऑटो ऊपर सब ऊपर बसी सब जिनस देखा देखी कलु। दीपो मो झीगिरी ଐତିହାସିକ ବାଲିଯାତ୍ରାରେ ଏହି ନିରୀହ ଜୀବ ସାଜିଛନ୍ତି ବ୍ୟବସାୟର ମାଧ୍ୟମ। ଓଟ କାହାକୁ ପିଠିରେ ବୁଲାଇ ଖୁସି ମେଞ୍ଚାଇ ଦେଇଛି ତ ପୁଣି କାହାର ପେଟକୁ ଯୋଗାଉଛି ଦାନା। ବାଲିଯାତ୍ରାକୁ ଓଟ ନେଇ ଆସିଛନ୍ତି ଅନେକ ବ୍ୟବସାୟୀ। କାହାର ଭଲ ବ୍ୟବସାୟ ହୋଇଛି, ଆଉ କାହାର ମାନ୍ଦା। ଶୁଣନ୍ତୁ କ'ଣ କହୁଛନ୍ତି ବ୍ୟବସାୟୀ। ବାଲିଯାତ୍ରାରେ ଭଲ ଅଛି, ଦିନକୁ 3-4 ହଜାର ଟଙ୍କା ହେଉଛି। ଆଉ ପ୍ରତ୍ୟେକ ବର୍ଷ ଆସୁ, 10 ବର୍ଷ ହେଇଗଲାଣି ବାଲିଯାତ୍ରା ମେଳାକୁ ଆମେ ଆସୁଛୁ ପୁରୀରୁ। ବେପାର ଟଙ୍କା 3000-4000 ଏମିତି ହେଉଛି ଦିନକୁ। ଭଲ ନା, ମାନେ ଯେତିକି ଆଶା ରଖିଥିବ ସେତିକି ହଉଛି ନା ନାହିଁ? ନାଇଁ, ଯେତିକି ଆଶା ରଖିଥିବ ଏ ବର୍ଷ ପୁରା ବେପାର ପୁରା ମାନ୍ଦା ହେଇକି ଚାଲୁଛି। ଶେଷ ଦିନରେ ବାଲିଯାତ୍ରା, କିନ୍ତୁ ଖୁସିର କଥା ହେଉଛି ସମସ୍ତେ ଭରପୁର ମଜା ଉଠାଇବା ସହ ବେପାରୀ ବି ଖୁବ୍ ଲାଭବାନ ହୋଇଛନ୍ତି। ଓଟ ଓ ବାଲିଯାତ୍ରା ବ୍ୟବସାୟୀଙ୍କୁ ଦେଇଛି ଖୁସି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।